ମୁଁ ଆଗରୁ କହିଛି ଏବେ ମଧ୍ୟ କହିଛି କିଛି ଦିନ ମଧ୍ୟରେ ବିଜୁ ଜନତା ଦଳର ଆଉ ଅସ୍ତିତ୍ୱ ହିଁ ରହିବ ନାହିଁ। ତେଣୁ ଏଥିରେ କିଛି ନୂତନତ୍ୱ ନାହିଁ। କାରଣ ପରିବର୍ତ୍ତନ ଆଡ଼କୁ ଓଡ଼ିଶା ଗଲାଣି। ବିଜୁ ଜନତା ଦଳର କୌଣସି ପ୍ରକାର ଯେଉଁ ଭଳିଆ ସ୍ଥିତି ହେଲାଣି ସେମାନଙ୍କ ଭିତରେ ଆଉ ଅସ୍ତିତ୍ୱ ହିଁ ରହିବ ନାହିଁ। ଆଗକୁ ଆଗକୁ ସମ୍ପୂର୍ଣ୍ଣ ଗେରୁଆମୟ ହିଁ ଚାଲିବ। ଦେଖନ୍ତୁ ଗଣତାନ୍ତ୍ରିକ ରାଷ୍ଟ୍ରରେ ସେ ଯେମିତି କଥା ହେଲା ଆମର ଯେତେବେଳେ ସଂସ୍କୃତରେ ଆମେ ଗୋଟେ ପାଠ ପଢ଼ୁଥିଲୁ, ଜଣେ ଯଦି ଛୋଟ ପିଲାଟି ଯଦି ଆମକୁ ଠିକ୍ ଭାବରେ ସେ ଯଦି ଆମକୁ ମାର୍ଗ ଦେଖାଉଛି ତାହେଲେ ତାହାକୁ ବିଚାର ଯୋଗ୍ୟକୁ ନିଆଯାଇପାରେ। ତେଣୁ ଯେତେବେଳେ ଯେଉଁମାନେ ଆସୁଛନ୍ତି ସେମାନଙ୍କର ଗୁରୁତ୍ୱକୁ ମାନ୍ୟତା କରିକି ତାଙ୍କର ଭିତରେ ଯାହା କାହିଁକିନା ଭାରତୀୟ ଜନତା ପାର୍ଟି ଯେତେବେଳେ ଯାହାକୁ ନେଇଛି ପାର୍ଟିରେ ସେମାନଙ୍କର ବ୍ୟାକଗ୍ରାଉଣ୍ଡକୁ ତନଖି କରିକି ହିଁ ନେଇଛି। ଆମକୁ ମଧ୍ୟ ନିର୍ଦ୍ଦେଶ ଅଛି ଯେତେବେଳେ ଯେଉଁମାନଙ୍କୁ ଆମେ ଦଳରେ ନେଉଛୁ ସେମାନଙ୍କର ବ୍ୟାକଗ୍ରାଉଣ୍ଡକୁ ଚିନ୍ତା କରି ହିଁ ଆମେ ଦଳକୁ ନେବା ପାଇଁ ବୋଲି ମଧ୍ୟ ଆମର ନିର୍ଦ୍ଦେଶ ଅଛି। ତେଣୁ ଦଳ ଯେତେବେଳେ ଯାହାକୁ ଗ୍ରହଣ କରୁଛି ତାକୁ ଗଭୀରତାର ସହିତ ଚିନ୍ତା କରିକି କରିଛି। ତେଣୁ ଏଥିରେ ଭାବିବାର କିଛି ନାହିଁ।